ସମସ୍ତଙ୍କୁ ମୋର ନମସ୍କାର। ଆଜିର ପୋଡ଼କାଷ୍ଟର ମୁଖ୍ୟ ଅତିଥି ହେଉଛନ୍ତି କିଏ ଜାଣିଛନ୍ତି? ହଁ, ମାନସ କୁମାର ସାହୁ, ମାନେ ମୁଁ ନିଜେ। ଆସନ୍ତୁ ଆମ ଅତିଥିଙ୍କ ସହ କିଛି କଥା ହେବା, ତାଙ୍କ ରୁଚି, ତାଙ୍କ ବିଷୟରେ ଅଧିକା କିଛି ଜାଣିବା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି ପୋଡ଼କାଷ୍ଟ। ମାନସ, ଆପଣଙ୍କୁ ଏହି ପୋଡ଼କାଷ୍ଟରେ ସ୍ୱାଗତ। ସମସ୍ତଙ୍କୁ ମୋର ନମସ୍କାର। ଆପଣ ଏହି ପୋଡ଼କାଷ୍ଟ ଆରମ୍ଭ କରିଛନ୍ତି, ଏହାର କାରଣ କ'ଣ? ମୋ ଚିନ୍ତାଧାରା, ମୋ ଅନୁଭୂତି ମୋ ଲୋକମାନଙ୍କ ପାଖରେ ପହଞ୍ଚୁ, ଯାହାଫଳରେ ସେମାନଙ୍କ ଜୀବନରେ କିଛି ସକାରାତ୍ମକ ପ୍ରଭାବ ପଡ଼ିବ। ପ୍ରିୟ ସମୟ ଅତିବାହିତ କରିବାର ଉପାୟ କ'ଣ? ମୁଁ ଖାଲି ସମୟରେ ବହି ପଢ଼େ, ସଙ୍ଗୀତ ଶୁଣେ, ଗୀତ ଗାଇବାକୁ ଚେଷ୍ଟା ବି କରେ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିଯିବାକୁ ପସନ୍ଦ କରେ। ଆପଣଙ୍କର ଭବିଷ୍ୟତର ଯୋଜନା କ'ଣ? ମୋର ଲକ୍ଷ୍ୟ ହେଉଛି ପୋଡ଼କାଷ୍ଟ ମାଧ୍ୟମରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା, ଓଡ଼ିଆ ଶ୍ରୋତାମାନଙ୍କ ସହ ଏକ ମଜବୁତ ସମ୍ପର୍କ ଗଢ଼ିବା। କିଛି ଆପଣ ଜଣେ କର୍ମଚାରୀ ହେବା ସତ୍ତ୍ୱେ ଆପଣ ଆପଣଙ୍କ ସମୟକୁ ଗୀତ, ଚାଷ ଓ ବିଭିନ୍ନ ଭିଡ଼ିଓ ମାଧ୍ୟମରେ କାହିଁକି ବ୍ୟବହାର କରନ୍ତି? ଉତ୍ତର ଦେଖନ୍ତୁ, ପିଲା ଯେତେବେଳେ ଛୋଟ ହୋଇଥାନ୍ତି, ଅପ୍ ଟୁ 10th ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ, ଯେତେବେଳେ ବି କିଛି କମ୍ପିଟିସନ୍ ହୁଏ, ପ୍ୟାରେଣ୍ଟସ୍ ତାଙ୍କୁ ଗାଇଡ଼ କରନ୍ତି, କମ୍ପିଟିସନରେ ପାର୍ଟିସିପେଟ୍ କର ବୋଲି ଫୋର୍ସ କରନ୍ତି। ଆଉ ସେ ପିଲା ଯେତେବେଳେ ପୁରସ୍କାର ଆଣେ ସମସ୍ତେ ଖୁସି ହୁଅନ୍ତି। କିନ୍ତୁ ଧୀରେ ଧୀରେ ଯେତେବେଳେ 10th ପରେ ପାଠ ବଢ଼ିଯାଏ, ପାଠର ବୋଝ, ତାପରେ କ୍ୟାରିୟରର ବୋଝ, ତାପରେ ପରିବାରର ବୋଝରେ ସେଇ ଯେଉଁ ପିଲା ଭିତରେ ଥିବା ପ୍ରତିଭାଟି ଲୁଚିଯାଏ। ସେ ଭୁଲିଯାଏ ଯେ ସେ ଗୋଟେ ଦିନ ଗୋଟେ ଭଲ ସିଙ୍ଗର ଥିଲା, କି ସେ ଭୁଲିଯାଏ ଯେ ଗୋଟେ ଭଲ ପେଣ୍ଟର ଥିଲା, କି ସେ ଭୁଲିଯାଏ ଯେ ଗୋଟେ ଭଲ ଡିବେଟ୍ ଦେଉଥିଲା। ତ ମୋର ଜୀବନରେ ମୁଁ ଏଇ ଜିନିଷଟା ଦେବାକୁ ଚାହୁଁନି। ଯେଉଁ ଛୋଟବେଳେ ମୁଁ ପୁରସ୍କାର ପାଉଥିଲି, ଗୀତରେ ହଉ, ଡିବେଟ୍ରେ ହଉ, ତ ସେଇ ପୁରସ୍କାର ନ ମିଳୁ, କିନ୍ତୁ ସେଇ ଯେଉଁ ମୋର ପ୍ରତିଭାକୁ, ମୋର ଏଇ ଯେଉଁ ଦାୟିତ୍ୱ, ଏଇ ଯେଉଁ ଜୀବନ ସଂଘର୍ଷରେ ଲୁଚି ନ ଯାଉ, ଏଇଟା ହିଁ ମୋର ମୂଳ ଉଦ୍ଦେଶ୍ୟ ଏହିସବୁ ଭିଡ଼ିଓ କରିବା। କ'ଣ ଆପଣଙ୍କୁ ଏଇ ଯେଉଁ ସୋସିଆଲ ମିଡ଼ିଆ ଭିଡ଼ିଓଜରେ ଆପଣଙ୍କୁ ପଇସା ମିଳୁଛି? ଦେଖନ୍ତୁ, ୟୁଟ୍ୟୁବ, ଫେସବୁକ୍, ରିଲ୍ସ କରି ବହୁତ ଲୋକ ବହୁତ ପଇସା କମାଉଛନ୍ତି। ମୁଁ ଏଇ ଜିନିଷରେ ଏକମତ, କିନ୍ତୁ ବର୍ତ୍ତମାନ ଯାଏ ମୋତେ କିଛି ପଇସା ମିଳିନି। ଆଉ ମୁଁ ପଇସା ପାଇଁ ଏସବୁ ଜିନିଷ କରେନି, କାରଣ ଯେତେବେଳେ ବି ମୋତେ କିଛି ସମୟ ମିଳେ ମୁଁ ମୋ ନିଜ ପାଇଁ ଦେବା ପାଇଁ ଚେଷ୍ଟା କରେ। ଦେଖନ୍ତୁ, ଗୀତ ହେଲା କି ଏଗ୍ରିକଲଚର ଆକ୍ଟିଭିଟିଜ୍ ହେଲା କି ନେଚର ରିଲେଟେଡ଼ କୌଣସି ଜାଗା କି ଗୋଟେ ଟୁରିଷ୍ଟ ପ୍ଲେସ୍କୁ ବୁଲିଯିବା, ଏସବୁ ଜିନିଷ ମୋତେ ବହୁତ ଭଲ ଲାଗେ, ମୋତେ ଶାନ୍ତି ଦିଏ। ମୁଁ ଏଇଥିପାଇଁ ହିଁ କରେ। ଆପଣଙ୍କର ଭିଡ଼ିଓକୁ ପୋଷ୍ଟକୁ ଦେଖି ଲୋକ ବିରକ୍ତ ବି ହୁଅନ୍ତି। ତ ଲୋକ କୁହନ୍ତି ଯେ ଆପଣ ଜଣେ ଜବ୍ ହୋଲ୍ଡର ହେଇ ଏସବୁ କାହିଁକି କରୁଛନ୍ତି? କିଛି ନେଗେଟିଭ୍ ଯଦି ଆପଣ ଶୁଣନ୍ତି, ସେତେବେଳେ ଆପଣ କ'ଣ ଫିଲ୍ କରନ୍ତି? ଏମିତି ନୁହଁ ଯେ ସମସ୍ତେ ମୋତେ ଭଲ ହିଁ କୁହନ୍ତି। ବହୁତ ଲୋକ ମୋତେ କମେଣ୍ଟସ୍ ବି କରନ୍ତି, ଏସବୁ କାହିଁକି କରୁଛୁ, ଏ ଯାକ କରିବାଟା ଠିକ୍ ନୁହଁ। କିନ୍ତୁ ମୋ ଭିତରେ ଥିବା ସିଙ୍ଗର, ମୋ ଭିତରେ ଥିବା ଫାର୍ମର, ମୋ ଭିତରେ ଥିବା ଫଟୋଗ୍ରାଫର ମୋତେ ଏସବୁ କରିବାକୁ ବାଧ୍ୟ କରେ, କାରଣ ଏଇ ଜିନିଷରେ ମୋତେ ବହୁତ ଖୁସି ମିଳେ। ଆଉ ଶ୍ରୋତା, ଆପଣ ସମସ୍ତଙ୍କୁ ମୁଁ ଏ ଜିନିଷ କହିବି ଯେ ଆପଣଙ୍କ ଲାଇଫ୍ ଥରେ ମାତ୍ର ମିଳିଛି। ତ ଏମିତି ନ ହଉ ଯେ ଆପଣଙ୍କ ଶେଷ ସମୟରେ ଆପଣଙ୍କର ଗୋଟେ ଅଫସୋସ ରହିଯିବ ଯେ ପ୍ଲାଟଫର୍ମ ଥିଲା, ସବୁ ଥିଲା, କିନ୍ତୁ ମୁଁ ଏଫର୍ଟ ଦେଇପାରିଲିନି, ଆଉ ମୋ ଭିତର ପ୍ରତିଭାଟା ମୋ ଭିତରେ ହିଁ ରହିଗଲା। ତ ସମସ୍ତଙ୍କୁ କହିବି, ଆପଣ ସମସ୍ତେ ହେଉଛନ୍ତି ୟୁନିକ୍। ଭଗବାନ ଆପଣମାନଙ୍କୁ କିଛି ନା କିଛି ୟୁନିକ୍ କ୍ୟାରେକ୍ଟରିଷ୍ଟିକ୍ସ ଦେଇଛନ୍ତି, ୟୁନିକ୍ ପ୍ରତିଭା ଦେଇଛନ୍ତି,
କିଏ କ'ଣ କହୁ ପଛେ ଆପଣ ଆପଣଙ୍କର ପ୍ରତିଭାକୁ ପ୍ରସ୍ଫୁଟିତ କରନ୍ତୁ। ହଁ, କାମର ବାହାନା, ପରିବାରର ବାହାନା ଦେଇ ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ବନ୍ଦ କରନ୍ତୁନି। ସ୍ୱପ୍ନକୁ ଯଦି ଦେଖୁଛନ୍ତି, ସ୍ୱପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତୁ। ମାନସ, ଆପଣଙ୍କ ହିସାବରେ ସଫଳ କିଏ ଆଉ ବିଫଳ କିଏ? ଏଇଟା ତ ଗୋଟେ ବହୁତ କଷ୍ଟ ପ୍ରଶ୍ନ, ଆଉ ମୋର ବି ଜ୍ଞାନ ବହୁତ ସୀମିତ। କିନ୍ତୁ ମୁଁ ଗୋଟେ ଜିନିଷ କହିବି, ପୃଥିବୀରେ କେହି ବି ସଫଳ ନୁହଁ, ପୃଥିବୀରେ କେହି ବି ବିଫଳ ନୁହଁ। ଆପଣ ଯାହାକୁ ସଫଳ ବୋଲି ଭାବୁଛନ୍ତି ସେ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଯେତେବେଳେ ନିଜ ସାଙ୍ଗେ ତୁଳନା କରେ ନିଜକୁ ବିଫଳ ବୋଲି ଭାବେ। ଆପଣ ଯାହାକୁ ବିଫଳ ବୋଲି ଭାବୁଛନ୍ତି ସେ ବ୍ୟକ୍ତିର ତଳେ ମଧ୍ୟ ବହୁତ ବିଫଳ ବ୍ୟକ୍ତି ଅଛନ୍ତି। ତ ସଫଳତା ଆଉ ବିଫଳତା ନିର୍ଦ୍ଧାରଣ ସମାଜ କରେନି, ସଫଳତା ଆଉ ବିଫଳତା ନିର୍ଦ୍ଧାରଣ ଆପଣ ନିଜେ କରନ୍ତି। ନିଜକୁ ପ୍ରଶ୍ନ କରନ୍ତୁ ଯେ ଆପଣ କେତେ ସଫଳ। ସଫଳତାର ଅର୍ଥ ଯେ ଖାଲି ଟଙ୍କା ରୋଜଗାର କରିବା, ସଫଳତାର ଅର୍ଥ ଯେ ଖାଲି ପବ୍ଲିସିଟି ପାଇବା ନୁହଁ। ସଫଳତା ହେଉଛି ଗୋଟେ ବ୍ୟାଲେନ୍ସଡ ଲାଇଫ୍। ଆପଣ ଯେଉଁଠି ବି ଅଛନ୍ତି, ଯାହା ବି କାମ କରୁଛନ୍ତି, ଆପଣ ଖୁସି ଅଛନ୍ତି କି ମନରୁ? ଦେଖାଣିଆ ଖୁସି ନୁହଁ। ଯୁବପିଢ଼ିଙ୍କୁ ଆପଣ କ'ଣ କହିବେ, କ'ଣ ଆପଣଙ୍କର ରାୟ ଦେବେ? ଆଜିଠୁ ସବୁ ବାହାନା ବନ୍ଦ କରନ୍ତୁ, ନିଜ ଭିତରର ପ୍ରତିଭାକୁ ସମ୍ମାନ ଦିଅନ୍ତୁ। ହଁ, ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ଆପଣ ନିଶ୍ଚୟ ସେୟାର କରିବେ। ଆଉ କାରଣ ଏ ଭିଡ଼ିଓଟି ଯଦି କେଉଁ ଗୋଟେ ହାରି ଯାଇଥିବା ମଣିଷ ପାଖକୁ ପହଞ୍ଚିବ, ସିଏ ମେ ବି ଠିଆ ହେଇପାରେ। ଶେଷରେ ଏତିକି କହିବି, ଜୀବନ ଥରେ ହିଁ ମିଳେ। ମରିଗଲା ବେଳେ ଏହି ଅବଶୋଷ ନ ରହୁ ଯେ ମୁଁ ମୋ ସ୍ୱପ୍ନ ପୂରଣ ପାଇଁ କଥା ମଧ୍ୟ କରିପାରିଲିନି। ଶେଷରେ ଆପଣ କ'ଣ କହିବେ ମାନସ? ସମସ୍ତଙ୍କୁ ଖୁସି ଆପଣଙ୍କୁ ବାହାର ଲୋକ ଦେବେନି, ଖୁସି ଆପଣଙ୍କୁ ଆପଣ ନିଜେ ହିଁ ଦେଇପାରିବେ। ଆଉ ଏଇ ଜିନିଷ ମନେ ରଖନ୍ତୁ, ଆପଣଙ୍କୁ ଯେଉଁ ଜିନିଷ ଭଲ ଲାଗୁଛି, ଯାହା କରିବାକୁ ଭଲ ଲାଗୁଛି ସେ ଜିନିଷ କରନ୍ତୁ। ଦେଖିବେ ଆପଣଙ୍କର ସ୍ମଲ୍ ଷ୍ଟେପ୍ ଦିନେ ଆପଣଙ୍କୁ ବହୁତ ବଡ଼ ସଫଳତା ଦେବ। ରହିଲି, ଜୟ ଜଗନ୍ନାଥ।